ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ ଗୌରବମୟ ନାମରେ ଶୁଭେଚ୍ଛା। ଜନ୍ ଲିଖିତ ସୁସମାଚାର 16 ଅଧ୍ୟାୟର 27 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏପରି କହନ୍ତି, କାରଣ ପିତା ସ୍ୱୟଂ ତୁମମାନଙ୍କୁ ସ୍ନେହ କରନ୍ତି, ଯେଣୁ ତୁମେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛି ତାହା ତୁମେମାନେ ବିଶ୍ୱାସ କରିଅଛ। ପ୍ରଭୁ ଶ୍ରୀଖ୍ରୀଷ୍ଟ ସେହି ଶିଷ୍ୟମାନଙ୍କୁ କହୁଅଛନ୍ତି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ତାହାଙ୍କୁ ନିଜ ନିଜ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ସେମାନେ ପରିତ୍ରାଣ ପ୍ରାପ୍ତ ହେଲେ, ପୁଣି ପରିତ୍ରାଣର ନିଶ୍ଚୟତା ମଧ୍ୟ ପାଇଲେ। ସେମାନଙ୍କୁ ପ୍ରଭୁ ଯୀଶୁ କହନ୍ତି ଯେ ପିତା ସେହି ଶିଷ୍ୟମାନଙ୍କୁ ସ୍ନେହ କରନ୍ତି। ପିତା ଶିଷ୍ୟମାନଙ୍କୁ ସ୍ନେହ କରିବାର କାରଣ ଏହି ଯେ ସେମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ସ୍ନେହ କଲେ ଏବଂ ସେମାନେ ବିଶ୍ୱାସ କଲେ ଯେ ପ୍ରଭୁ ଯୀଶୁ ଈଶ୍ୱରଙ୍କ ନିକଟରୁ ପ୍ରେରିତ ହୋଇ ଆସିଅଛନ୍ତି। ବର୍ତ୍ତମାନ ସେମାନେ ପିତା ଈଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କରେ ଆସିଲେ, ପୁଣି ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ଖ୍ୟାତ ହୁଅନ୍ତି। ତେଣୁ ସେମାନେ ଈଶ୍ୱରଙ୍କୁ ପିତା ରୂପେ ସମ୍ବୋଧନ କରି ସାହସର ସହିତ ତାହାଙ୍କ ନିକଟକୁ ଯାଇପାରନ୍ତି। ବେଳେବେଳେ ଜୀବନରେ ଦୁଃଖ ତ ଆସିଥାଏ, ତେବେ ଆଖିରୁ ଅଶ୍ରୁ ପୋଛିଦେବା ପାଇଁ ସେ ସାଥେ ସାଥେ ଥାନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କର ଏହି ପ୍ରକାର ସ୍ନେହ ଆପଣ ପ୍ରାପ୍ତ ହେବାକୁ ଚାହିଁବେ ନାହିଁ କି?